ଶୁଣନ୍ତୁ ଆଜ୍ଞା, ବ୍ରିଟେନରେ 35 ବର୍ଷ ବୟସ୍କା ମହିଳାଙ୍କୁ 13 ବର୍ଷର ବାଳକ ବଳାତ୍କାର କରିବାର ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। କୁହାଯାଇଛି ଯେ ଏହି ଘଟଣା ଲଣ୍ଡନର ଏକ ପାର୍କର ଅଟେ। ଏହି ପ୍ରସଙ୍ଗରେ ବଢୁଥିବା ବିବାଦକୁ ଦୃଷ୍ଟିରେ ରଖି ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ଏବଂ 13 ବର୍ଷର ଅଭିଯୁକ୍ତ ବାଳକକୁ ଶୀଘ୍ର ଗିରଫ କରାଯାଇଥିଲା। ମହିଳାଙ୍କୁ ବଳାତ୍କାର କରିଥିବା ଦ୍ୱିତୀୟ ଅଭିଯୁକ୍ତ ଏବେ ବି ଫେରାର ଅଛନ୍ତି। ପୋଲିସ ତାକୁ ଏବେ ବି ଖୋଜୁଛି କିନ୍ତୁ ତାଙ୍କୁ ପାଇନାହାନ୍ତି। ମହିଳାଙ୍କୁ ବଳାତ୍କାର ଘଟଣାରେ 13 ବର୍ଷ ବୟସର ଅଭିଯୁକ୍ତଙ୍କୁ କୁକୁର ଦ୍ୱାରା ଗିରଫ କରାଯାଇଛି। ଏହି ମାମଲାରେ ମହିଳା ଦ୍ୱାରା ଦାଖଲ କରାଯାଇଥିବା ଅଭିଯୋଗ ପତ୍ରରେ ଲେଖାଯାଇଛି ଯେ ଲଣ୍ଡନର ପ୍ଲମଷ୍ଟେଡ୍ ସ୍ଥିତ ଭିନ୍ସ କମନ ଠାରେ ମଙ୍ଗଳବାର ରାତି 11ଟା ସମୟରେ ଦୁଇ ଜଣ ସନ୍ଦିଗ୍ଧ ତାଙ୍କୁ ବଳାତ୍କାର କରିଥିଲେ। ସେହି ସମୟରେ ସେଠାରେ କୁକୁରକୁ ବୁଲାଉଥିବା ଜଣେ ବ୍ୟକ୍ତି ଜଣେ ଅଭିଯୁକ୍ତଙ୍କୁ ଧରିଥିଲେ। ଧରାଯାଇଥିବା ବ୍ୟକ୍ତି ଜଣକ ଜଣେ 13 ବର୍ଷର ବାଳକ ଅଟେ। ଦୁହିଁଙ୍କ ମଧ୍ୟରେ ଝଗଡ଼ା ବେଳେ କୁକୁର ଅଭିଯୁକ୍ତଙ୍କ ହାତରେ ଆଙ୍ଗୁଳି ଉପରକୁ ଡେଇଁ ପଡ଼ିଥିଲା। ମହିଳାଙ୍କୁ ବଳାତ୍କାର କରିଥିବା ଦ୍ୱିତୀୟ ଅଭିଯୁକ୍ତ ଘଟଣାସ୍ଥଳରୁ ପଳାଇ ଯାଇଥିଲା। ଲଣ୍ଡନ ପୋଲିସ ବଳାତ୍କାର ଅଭିଯୋଗରେ ଅଭିଯୁକ୍ତ ନାବାଳକକୁ ଗିରଫ କରିଛି। କୁକୁର କାମୁଡ଼ିବା ହେତୁ ଅଭିଯୁକ୍ତଙ୍କ ହାତରେ ଆଘାତ ଲାଗିଥିବାରୁ ପୋଲିସ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଛି। ମହାନଗର ନିଗମର ମୁଖପାତ୍ରଙ୍କ ଅନୁଯାୟୀ ଡିସେମ୍ବର 21ରେ ରାତି 11ଟା ପୂର୍ବରୁ ମହିଳାଙ୍କ ସହ ବଳାତ୍କାର ହେବାର ଖବର ମିଳିଥିଲା। ଏହି ଖବର ପାଇବା ପରେ ପୋଲିସ ଲେକେଡେଲ ରୋଡ SE18ରେ ପହଞ୍ଚିଥିଲା। ପୋଲିସ କହିଛି ଯେ ଦୁଇ ଅଭିଯୁକ୍ତ ଲେକେଡେଲ ରୋଡ SE18 ନିକଟରେ ବୁଧା ଭିତରେ 35 ବର୍ଷୀୟ ବୟସ୍କା ମହିଳାଙ୍କ ସହ ବଳାତ୍କାର ଅଭିଯୋଗ ପାଇବା ପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଘଟଣାସ୍ଥଳରେ ନିଜ କୁକୁରକୁ ବୁଲାଉଥିବା ଜଣେ ବ୍ୟକ୍ତି ଅପରାଧୀଙ୍କୁ ଧରିବାରେ ପୋଲିସକୁ ସାହାଯ୍ୟ କରିଥିଲା। ଗିରଫ ଅଭିଯୁକ୍ତଙ୍କୁ ପଚରାଉଚରା କରାଯାଉଥିବା ପୋଲିସ କହିଛି। ଦ୍ୱିତୀୟ ଅଭିଯୁକ୍ତଙ୍କୁ ମଧ୍ୟ ଶୀଘ୍ର ଗିରଫ କରାଯିବ ବୋଲି ମଧ୍ୟ କହିଛନ୍ତି।